ଆପଣ ଜାଣିଛନ୍ତି ପ୍ରତାପ ଦେବ ଜଣେ ଅଭିଜ୍ଞ ବିଧାୟକ ସହିତ ନିର୍ବାଚନ ପରିଚାଳନା କରିବା ପାଇଁ ଜଣେ ଦକ୍ଷ ବ୍ୟକ୍ତି। ସେ ବହୁବାର ସାଙ୍ଗଠିକ ନିର୍ବାଚନ କରିଥିବାରୁ ତାଙ୍କୁ ଦଳ ଏ ଦାୟିତ୍ୱ ଦେଇଛି। ତେଣୁ ଆଶା କରାଯାଉଛି ନିଶ୍ଚିତ ଭାବରେ ସେ ଦାୟିତ୍ୱକୁ ଠିକ୍ ଭାବରେ ସେ ସମ୍ପାଦିତ କରିବେ। ଏବଂ ଆପଣଙ୍କର ଯେଉଁ ଧାରଣା ଯେ ନବୀନ ବାବୁ 8 ଥର ସଭାପତି ହେଲେଣି, ତେଣୁ ଅଟୋମେଟିକାଲି ଦଳଟି ବଞ୍ଚିଛି ନବୀନ ବାବୁଙ୍କ ନାଁରେ। ତେଣୁ ନବୀନ ବାବୁ ଥିବା ପର୍ଯ୍ୟନ୍ତ ସେ ଦଳର ସଭାପତି ରହିବେ, ଏ ଲୋକମାନଙ୍କର ଦାବି। ତେଣୁ ସେହି ଦୃଷ୍ଟିରୁ ନିର୍ବାଚନ ଫଳାଫଳ କ'ଣ ହେବ, ସେ ନୋମିନେସନ୍ ଦାଖଲ କରିବେ ସେ ପର କଥା। କିନ୍ତୁ ଲୋକମାନେ ଧରିଛନ୍ତି ବିଜୁ ଜନତା ଦଳର ଯେ ନବୀନ ବାବୁ ହେଉଛନ୍ତି ତାଙ୍କର ସଭାପତି ଏବଂ ଆଗାମୀ ଦିନର ମୁଖ୍ୟମନ୍ତ୍ରୀ। ଆପଣ ଜାଣିଛନ୍ତି ପ୍ରତାପ ଦେବ ଜଣେ ଅଭିଜ୍ଞ ବିଧାୟକ ସହିତ ନିର୍ବାଚନ ପରିଚାଳନା କରିବା ପାଇଁ ଜଣେ ଦକ୍ଷ ବ୍ୟକ୍ତି। ସେ ବହୁବାର ସାଙ୍ଗଠିକ ନିର୍ବାଚନ କରିଥିବାରୁ ତାଙ୍କୁ ଦଳ ଏ ଦାୟିତ୍ୱ ଦେଇଛି। ତେଣୁ ଆଶା କରାଯାଉଛି ନିଶ୍ଚିତ ଭାବରେ ସେ ଦାୟିତ୍ୱକୁ ଠିକ୍ ଭାବରେ ସେ ସମ୍ପାଦିତ କରିବେ। ଏବଂ ଆପଣଙ୍କର ଯେଉଁ ଧାରଣା ଯେ ନବୀନ ବାବୁ 8 ଥର ସଭାପତି ହେଲେଣି, ତେଣୁ ଅଟୋମେଟିକାଲି ଦଳଟି ବଞ୍ଚିଛି ନବୀନ ବାବୁଙ୍କ ନାଁରେ। ତେଣୁ ନବୀନ ବାବୁ ଥିବା ପର୍ଯ୍ୟନ୍ତ ସେ ଦଳର ସଭାପତି ରହିବେ, ଏ ଲୋକମାନଙ୍କର ଦାବି। ତେଣୁ ସେହି ଦୃଷ୍ଟିରୁ ନିର୍ବାଚନ ଫଳାଫଳ କ'ଣ ହେବ, ସେ ନୋମିନେସନ୍ ଦାଖଲ କରିବେ ସେ ପର କଥା। କିନ୍ତୁ ଲୋକମାନେ ଧରିଛନ୍ତି ବିଜୁ ଜନତା ଦଳର ଯେ ନବୀନ ବାବୁ ହେଉଛନ୍ତି ତାଙ୍କର ସଭାପତି ଏବଂ ଆଗାମୀ ଦିନର ମୁଖ୍ୟମନ୍ତ୍ରୀ।